द्वैत माने दुई, अद्वैत माने ଯେଉଁଠି କେବଳ ସିଏ ଦୁଇ ପାଇଁ କୌଣସି ସ୍ଥାନ ନାହିଁ। ଜଣା ଅଜଣାରେ ଦ୍ୱୈତ ଅଦ୍ୱୈତ ପ୍ରତିପ୍ରଥା ଆଧ୍ୟାତ୍ମିକ ମାର୍ଗରେ ସଦାବେଳେ ଚାଲି ଆସୁଛି। ଦ୍ୱୈତ ମାର୍ଗୀ କହନ୍ତି ମୁଁ ଆଉ ମୋ ରାମ, ଦ୍ୱୈତ ମାର୍ଗୀ କହନ୍ତି ମୁଁ ଆଉ ମୋ କୃଷ୍ଣ, ଦ୍ୱୈତ ମାର୍ଗୀ କହନ୍ତି ମୁଁ ଆଉ ମୋ ଶିବ। ଅଚିନ୍ତିତ ମୁଁ ତ ଭକ୍ତି ଜାଣେ, ମୁଁ ତ ପ୍ରେମ ଜାଣେ, ମୁଁ ତ ଭାବ ଜାଣେ, ମୁଁ ତ ସମର୍ପଣ ଜାଣେ। ମତେ ତ କେବଳ ମଜା ଆସୁଛି ତାର ଭକ୍ତିରେ ଆଉ ତାର ପ୍ରେମରେ। ଆଉ ମୋ ଜୀବନ ମରଣ ସେ ଜାଣେ। ମୁଁ ତ ନିଜକୁ ତା ଚରଣରେ ଅର୍ପଣ ଆଉ ସମର୍ପଣ କରିଦିଏ। ସେ ହିଁ ଜାଣେ ମୋର କଣ ହେବ। ଅନ୍ୟପଟରେ ଅଦ୍ୱୈତ ମାର୍ଗ କହନ୍ତି ରୂପ ତ କେବଳ ରୂପ ହିଁ ଅଟେ, ଶରୀର ତ ମାଟିରେ ମିଶିଯାଏ ଜନ୍ମାନ୍ତର ପାଇଁ। ଯଦି କିଛି ମିଟେ ନା ସେ ହେଲା ମୋର ଭାବ। ଈଶ୍ୱରୀ ସତ୍ତାକୁ ଜାଣିବାକୁ ଯଦି ଚାହୁଁଛ ତ ସମଗ୍ରତାରେ ଜାଣ। ଯେ ପର୍ଯ୍ୟନ୍ତ ତୁମେ ହବାର ଭାବ ସ୍ଥିର ଅଟେ, ଯେ ପର୍ଯ୍ୟନ୍ତ ତୁମର ଈଶ୍ୱରଙ୍କ ସହିତ ଏକାକାର ନ ହୋଇଛି, ସେ ପର୍ଯ୍ୟନ୍ତ ସର୍ବୋଚ୍ଚ ସତ୍ତାକୁ କେମିତି ଜାଣିହେବ? ଯେତେବେଳେ କିଛି ଭେଦ ନ ରହିବ ମୁଁ ଆଉ ମୋ ରାମଙ୍କର, ଯେ ପର୍ଯ୍ୟନ୍ତ ମୁଁ ଆଉ ମୋ ରାମ ଗୋଟିଏ ନ ହୋଇଯାଇଛନ୍ତି, ସେ ପର୍ଯ୍ୟନ୍ତ ସତ୍ତାକୁ କେମିତି ଜାଣିପାରିବ? ରବିଦାସ କହନ୍ତି ପ୍ରଭୁ ତୁମ ଚନ୍ଦନ ହୋ ତ ମେ ପାନି ହୋ। ତ ମୀରା କହନ୍ତି मेरा तो गिरधर गोपाल दोजना कोई। ସେଇପରି ଭାବେ କବୀର ଦାସ କହନ୍ତି ପଥର ପୂଜେ ହରି ମିଲେ ତ ମେ ପୂଜୁ ପାହାଡ଼। କିଛି ଏମିତି ଦ୍ୱୈତ ଆଉ ଅଦ୍ୱୈତରେ ସଦାବେଳେ ଚାଲିଥାଏ। ସତ୍ୟ ତ ଇଏ ଦୁଇ ଜଣ ପରମ ସତ୍ତାର ଦିବାନା, ଦୁଇ ଜଣ ତାକୁ ଜାଣିବା ପାଇଁ ଉତ୍ସାହିତ, ଆଉ ଦୁଇ ଜଣଙ୍କର ପ୍ରେମ ଆଉ ତଡ଼ପ ସେ ଅଜ୍ଞାତକୁ ଜାଣିବା ପାଇଁ। ନମସ୍କାର, ମୁଁ ଚିତ୍ତରଞ୍ଜନ ନାୟକ। ମୁଁ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରୁଛି ଗଡ୍ ହେଭେନ୍ ଫର୍ ୟୁଥ୍ ଚ୍ୟାନେଲକୁ। ଆଜି ଆମେ ମୀରାବାଇଙ୍କ ବିଷୟରେ ଆପଣମାନଙ୍କ ପାଇଁ ନେଇକି ଆସିଛୁ। ଦ୍ୱୈତ ଭାବର ପରାକାଷ୍ଠକୁ ଜାଣିବା ପାଇଁ ମୀରାବାଇ ଗୋଟେ ଅଦ୍ଭୁତ ଉଦାହରଣ ଅଟନ୍ତି। କୁହାଯାଏ ମୀରାବାଇଙ୍କର ଜନ୍ମ 14 ଶତାବ୍ଦୀର ଅନ୍ତରେ ହୋଇଥିଲା ଏବଂ ପରିସ୍ଥିତିର ଏଭଳି ଦାନା ପ୍ରକୃତି ବୁଣିଲା ମୀରା କୃଷ୍ଣଙ୍କର ହୋଇଗଲେ। ସେ ବହୁତ ଛୋଟ ଥିଲେ। ତାଙ୍କ ପିତାଙ୍କ ଦ୍ୱାରା ଶ୍ରୀକୃଷ୍ଣଙ୍କର ବହୁତ ସୁନ୍ଦର ମୂର୍ତ୍ତି ମିଳିଲା। ଏ ମୂର୍ତ୍ତି ତାଙ୍କ ପିତାଙ୍କୁ ଗୋଟେ ସାଧୁଙ୍କ ଦ୍ୱାରା ପ୍ରାପ୍ତ ହୋଇଥିଲା, ଯାହା ଦ୍ୱାରା ସେ ଆଣି ମୀରାଙ୍କୁ ମୂର୍ତ୍ତିକୁ ଦେଲେ। ମୀରା ଏ ମୂର୍ତ୍ତି ସାଙ୍ଗରେ ଖେଳନ୍ତି, ତାଙ୍କୁ ସ୍ନାନ କରାନ୍ତି, ତାଙ୍କୁ ବସ୍ତ୍ର ପିନ୍ଧାନ୍ତି ଆଉ ତାଙ୍କ ପାଇଁ ମଧ୍ୟ ଭୋଜନ ପ୍ରସ୍ତୁତ କରନ୍ତି। ତାଙ୍କ ଜୀବନରେ ପିଲାବେଳରେ ଗୋଟେ ଘଟଣା ଅଛି। ଗୋଟେ ବରଯାତ୍ରୀ ଯାଉଥିଲା ତାଙ୍କ ଗ୍ରାମ ପଟ ଦେଇକି। ମୀରା ତାଙ୍କ ମାଙ୍କୁ ପଚାରିଲେ ମା ଇଏ କଣ ହଉଛି? ମା କହିଲେ ଝିଅ ଇଏ ବିଭାଘର ହଉ। ପରେ ଇଶାରା କରି ମା ମୀରାଙ୍କୁ କହିଲେ ଇଏ ବର ଅଟେ। ମୀରା ବହୁତ କୋମଳ ସ୍ୱରରେ ତାଙ୍କ ମାଙ୍କୁ ପଚାରିଲେ ମା ତ ମୁଁ ବର କାହିଁ? ମା ହସିକି ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ଆଡକୁ ଇଶାରା କରି କହିଲେ ଇଏ ତ ବର। ବନ୍ଧୁଗଣ, କୌଣସି ବ୍ୟକ୍ତିର ଜୀବନରେ ଅମୂଳଚୂଳ ପରିବର୍ତ୍ତନ ପାଇଁ ଗୋଟେ ଘଟଣା ବି କାଫି। ଆଉ ମୀରାଙ୍କ ଜୀବନରେ ଏ ଛୋଟ ବାକ୍ୟ କାରଣ ବନିଲା ସନ୍ତତ୍ୱ ଆଡକୁ ଦେଇ ଯିବା ପାଇଁ। ମୀରାଙ୍କ ଜୀବନରେ ଗୋଟିଏ ଗତି ଥିଲା, मेरा तो गिरिधर गोपाल दोजना कोई। ମୀରା ଦିନ ପ୍ରତିଦିନ କୃଷ୍ଣଙ୍କ ଭକ୍ତିରେ ଡୁବି ଚାଲିଲେ। ସେ କୃଷ୍ଣଙ୍କ ମୂର୍ତ୍ତି ସାଙ୍ଗରେ ସେପରି ବ୍ୟବହାର କରନ୍ତି ଯେମିତି ଗୋଟେ ସଜୀବ ବ୍ୟକ୍ତି ସହିତ ବ୍ୟବହାର କରାଯାଏ। ମୀରାଙ୍କୁ ଯେବେ 8 ବର୍ଷ ହୋଇଥିଲା ତାଙ୍କ ମାଙ୍କର ଦେହାନ୍ତ ଘଟିଲା ଆଉ ତାଙ୍କ ଲାଳନ ପାଳନ ତାଙ୍କ ଦାଦା କରିଲେ। ମୀରାଙ୍କ କୃଷ୍ଣଙ୍କ ପ୍ରତି ଭକ୍ତି ଆଉ ପ୍ରେମ ଦେଖି ପରିବାର ଲୋକ ବ୍ୟତିବ୍ୟସ୍ତ ହୋଇଗଲେ। ସେମାନେ ମୀରାଙ୍କର ବିବାହ କରିବା ପାଇଁ ଚାହିଁଲେ। ମୀରା ବିବାହ ପାଇଁ ଅନିଚ୍ଛା ଜାହିର କଲେ, କାହିଁକି ନା ସେ କୃଷ୍ଣଙ୍କୁ ପତି ରୂପରେ ଦେଖୁଥିଲେ। କିନ୍ତୁ ପରିବାରର ଦବଦବାରେ ଆସି ସେ ପରିବାର ଲୋକଙ୍କୁ ସ୍ୱୀକୃତି ଦେଇଦେଲେ ଯେ ହଁ ମୁଁ ବିବାହ ହେବି। ମୀରାଙ୍କ ବିବାହ ଚିତ୍ତୋଡ଼ ରାଜ୍ୟର ରାଣା ସାଙ୍ଗାଙ୍କ ପୁଅ ଭୋଜରାଜଙ୍କ ସହିତ ହେଲା। ବିବାହ ହେବା ପରେ ମୀରା ପତ୍ନୀ ଧର୍ମ ପାଳନ କରନ୍ତି ଆଉ ସନ୍ଧ୍ୟାରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସହିତ ମନ୍ଦିରକୁ ଚାଲି ଯାଆନ୍ତି, ଯେଉଁଠି ସେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତିଙ୍କ ସହିତ କଥା ହୁଅନ୍ତି, ଭଜନ କରନ୍ତି ଆଉ ନାଚନ୍ତି। ମୀରାବାଇଙ୍କ ଶାଶୁ ଏସବୁ ଦେଖି ବହୁତ ବିଚଳିତ ହେଲେ ଆଉ ସେ କହିଲେ ତୁ ଏତେ ରାତି ଯାଏ ମନ୍ଦିର ଭିତରେ ରହିପାରିବୁ ନାହିଁ। ଆଉ ହଁ, କୃଷ୍ଣ ଆମର କୁଳଦେବତା ନୁହନ୍ତି, ଆମର କୁଳଦେବୀ ଗୌରୀ ଅଟନ୍ତି। ପୂଜା କରିବାର ଅଛି ତ ଗୌରୀଙ୍କର ପୂଜା କର। ମୀରା ଏମିତି କରିବା ପାଇଁ ସିଧା ମନା କରିଦେଲେ। ସେ କହିଲେ ମୁଁ କେବଳ କୃଷ୍ଣଙ୍କୁ ପ୍ରେମ କରୁଛି, କରି ହିଁ କେବଳ
प्रार्थना ही करिबी। जेबे मीरा कृष्ण को आराधना करती, कृष्ण तांको दर्शन दियंती आ तांको सामना रे प्रकटित हुअंती गोटे बाल गोपाल रूपे आ तांको सहित से खेलती, तांको सहित से कथा हुअंती। मीरांको ननंद जने थिले, तांको ना हला उदा भाई। मीरांको ईश्वरीय आस्था को से जानिला परे से मीरांको प्रति ईर्षा रखुतिले। से मीरांको विषय रे खराब आरोप लगेबाकू चाहिए। से प्रचार कले सबुआडे आ सब लोकंग आगे कहबाकू लागिले जे मीरा गोटे खराब चरित्र लोक। तांकर बहुत लोकंग सहित संपर्क अछि आ से तांको सहित भेट करिया पई तांको मंदिर को डकाउछन। मीरांको बयस सेतबेलू 12 ରୁ 13 बयस थिला। तांको विषय रे खराब कथा प्रचार करा जाउची से जानी सुधा से किछि कहंते नहीं। काहेकि तांको एतिकी समय प्राप्त हे जाउतला मंदिर को जाई श्री कृष्णଙ୍କ मूर्तिଙ୍କ सहित पूजा करिबा आ तांको प्रार्थना करिबा आ तांको सहित कथा हबा। दिने मीरा मंदिर रे थिले आ श्री कृष्णଙ୍କ सहित कथा हो। सेतेबेले तांको ननंद तांको स्वामी को तांको विरुद्ध रे भड़केई देले आ कहिले तुम आखि बंद अछि, सेतिपैं तुमे तुम स्त्री रो कार्यकलाप विषय ध्यान दे पारुना। तुमे जाई देखुना काहेकि जे से तांको चाहुतिबा लोक सहित केमिति मंदिर भितरे अछंती। मीरांको स्वामी ए कथा सुनी क्रोधान्वित हो गले आ से हाथ रे गोटे खंडा धरी मंदिर रे पहुंचिले। बाहर कबाट पाखरे थाई से सुनिबा को पाइले मीरा का सहित कथा हेउचंती आ अत्यधिक क्रोधान्वित होई से मंदिर रो कबाट भांगी भीतर को पसिले। से देखिले मीरा सेतेबेले कृष्ण को भाबरे थिले। किछि क्षण पई मीरांको स्वामी मध्य शरीर विहीन अवस्थार अनुभूति करिबाकू लागिले आ अचानक शांत होई गले। तथापि क्रोधर कंठरे मीरांको से पचारिले तम प्रेमी केउंडी अछि। मीरा कृष्ण को मूर्ति आडू इशारा कले। तापरे तांको स्वामी किछि न कहि सेठु चली गले। मीरा या भितरे किछि भजन मध्य रचना कले। लोक माने तांको भजन को गाइबाकू लागिले। मीराबाई कृष्ण प्रति भक्ति दूर दूरांत पर्यंत प्रचार हेबाकू लागिला। से समय अकबर सम्राट थिले। मीराबाई ख्याति सम्राट अकबर पाखरे पहुंचला। अकबर तानसेन सहित साधारण भेषरे से स्थान रे पहुंचिले जेउंटी मीरा कृष्ण प्रेम रे भजन गाउथिले आउ कृष्ण प्रेम रे नाचुथिले। कुहा जाए अकबर मीरा भक्ति रे बहुत प्रभावित थिले। से कृष्ण मूर्ति चरण रे हीरार हार भेट कले। लोक माने स्थानीय लोक माने संदेह कले जे साधारण लोक एते मूल्यवान हीरा को केमिति भेट करि परिबो कृष्ण चरण रे। परे देखु देखु सब लोक जानिया को पाइले जे सम्राट अकबर आछंती। जेतेबेले कथा मीराबाई स्वामी को पाखरे पहुंचला से मीरा को आदेश देले कि नदी रे बुड़ी मरिया पई। मीरा ये आदेश को स्वीकार कले आ कृष्ण प्रेम रे तलीन होई नदी आड़ को गले। से नदी रे डेइबा को थिले किंतु ता पूर्वरु श्री कृष्ण महाप्रभु तांको सामने रे प्रकटित होई तांको बंचाइले आ सबु छाड़ी वृंदावन जीवा को कहिले। कृष्ण कहले वृंदावन रे तुमे मते पाइबो। मीराबाई या परे सब छाड़ी वृंदावन चले गले। राणा भोजर जेबे पश्चाताप हैला से पुनर्बार वृंदावन गले आ मीरा को पुणी थरे नहीं आसिले। से मीरा को भल व्यवहार दिखाइले आउ तांको तांको अवस्था रे छाड़ी देले। जेतेबेले मीरा 23 वर्ष हैला तांको स्वामींकर देहांत हैला। मीरांकर ऊपरे सती हेबार जोर लगाई दिया गला। से कहले स्वामी गिरिधर अटंती आ से सती हेबा कथा मना कर देले। मीरा स्वामी मला परे तांको सोतेला भाई राजगादी रे बसिले। तांका ना हला विक्रमादित्य राणा आ से राजा बनिले। मीरा रविदास को गुरु करिवा कथा, साधु सन्त सहित बसिवा कथा, लोक लज्जा त्याग करी भजन कीर्तन करिवा कथा विक्रमादित्य को खराब लागिला। से मीरा को मारी देवा पे 2 थर प्रयास कले किंतु 2 थर मीरा चमत्कारिता सहित बंची गले। थरे टोकई रे विषधर साप मान को भरिकी आउ थरे क्षीर रे विष दे मारिबा को से चाहूतिले किंतु सेई बाल गोपाल श्रीकृष्ण दयारु से चमत्कारिता सहित 2 थर बंचिले। परे निज सहित होउतिया निर्यातना विषय मीरा तुलसीदास गोटे पत्र लिखि तांकठु से उपाय जानिया को चाहूतिले जे एथुरु मु केमिति बंचिबे। परे तुलसीदासंकर जवाब मिल। तापरे मीरा वृंदावन पलाइले और सेठी कृष्ण भक्ति रे से लीन हो गले। कुहा जाए
ନିଜ ଜୀବନର ଅନ୍ତିମ ସମୟରେ ମୀରା କୃଷ୍ଣଙ୍କ ମୂର୍ତ୍ତିରେ ବିଲୀନ ହୋଇଗଲେ। ଆଉ ଯେଉଁ କୃଷ୍ଣଙ୍କ ମୂର୍ତ୍ତିରେ ସେ ବିଲୀନ ହେଲେ, ମୀରା ପିନ୍ଧିଥିବା ବସ୍ତ୍ରର ଖଣ୍ଡେ କପଡ଼ା ସେ କୃଷ୍ଣଙ୍କ ପାଦ ତଳେ ଥିଲା। ଆଜି ବି ଲୋକ ବିଶ୍ୱାସ କରନ୍ତି ଯେ ମା ମୀରା କୃଷ୍ଣଙ୍କ ଶରୀରରେ ହିଁ ବିଲୀନ ହୋଇଗଲେ। ବନ୍ଧୁଗଣ, ଆଧ୍ୟାତ୍ମିକ ରାସ୍ତା ବହୁତ କଠିନ। ଭାରତବର୍ଷକୁ ପୁରା ବିଶ୍ୱ ଭଲ ପାଉଛି ଏହି ଆଧ୍ୟାତ୍ମିକତା ପାଇଁ। ମୋର ଅନୁରୋଧ ରହିବ ଯୁବପିଢ଼ି ପାଇଁ, ଜୀବନରେ ଯେତେ ପରିସ୍ଥିତିରେ ଥାଅ, ଯାହା ପଢ଼ିବା ପାଇଁ ଚାହୁଁଛ ପଢ଼, କିଛି ମନା ନାହିଁ। କିନ୍ତୁ ଆମ ଆଧ୍ୟାତ୍ମିକ ବିରାସତକୁ କିଛି ପରିମାଣରେ ତୁମେ ଜାବୁଡ଼ି ରଖିଥାଅ, ତାକି ତୁମ ଜୀବନରେ ତୁମେ ବହୁତ ଉନ୍ନତିରୁ ଉନ୍ନତିତର ହୋଇପାରିବ। ଆଉ ଆସୁଥିବା ପିଢ଼ିକୁ ମଧ୍ୟ ତୁମେ ଏଇ ଜ୍ଞାନ ଦେଇପାରିବ ଯେ ଆମ ଭାରତର ସଂସ୍କୃତି ଆଉ ପରମ୍ପରା, ଆମ ଭାରତର ଶାସ୍ତ୍ର ପୁରାଣ ଏସବୁ ସତ୍ୟ। ଆଉ ଆମ ଭାରତ ଦିନେ ନା ଦିନେ ବିଶ୍ୱ ଗୁରୁ ହେଇ ଉଭରିକି ବାହାରିବ। ନମସ୍କାର।